পুରୀ ସହରକୁ ଆମିଷ ନିଷେଧ କରାଯାଉ ଏବଂ ନିଶା ମଧ୍ୟ ନିଷେଧ କରାଯାଉ। ଯଦି ଭକ୍ତ ବାହାରେ ମୋବାଇଲ ରଖିକି ଯାଉଛି ତାହେଲେ ସେବାୟତ ମଧ୍ୟ ବାହାରେ ହିଁ ମୋବାଇଲ ରଖିକି ଯିବା କଥା। ସେବାୟତ ମାନେ ନିଜେ ଫୋନ ଧରିକି ଯାଉଛନ୍ତି, ଭିତରେ ଫଟୋ ହେଉଛନ୍ତି, ବିଭିନ୍ନ ପ୍ରକାର ଫଟୋକୁ ଭାଇରାଲ କରୁଛନ୍ତି। ସେଥିପାଇଁ ମନ୍ଦିର ଅସୁରକ୍ଷିତ ହେଉଛି। ଦେଖନ୍ତୁ, ଯଦି ଭକ୍ତଙ୍କ ପାଇଁ ନିଷେଧ ରହିଛି ତାହେଲେ ସେବାୟତଙ୍କ ପାଇଁ ମଧ୍ୟ ନିଷେଧ ରହିବା ଆବଶ୍ୟକ ରହିଛି। ପୋଲିସ ଭାଇମାନଙ୍କ ପାଇଁ ମଧ୍ୟ ନିଷେଧ ରହିବା ଆବଶ୍ୟକ ରହିଛି। କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖା ଦେଇଛି। ବିଭିନ୍ନ ସମୟରେ ଦେଖିଥିବେ ସେବାୟତ ମାନେ ନିଜେ ଫୋନ ଧରିକି ଯାଉଛନ୍ତି, ଭିତରେ ଫଟୋ ହେଉଛନ୍ତି, ବିଭିନ୍ନ ପ୍ରକାର ଫଟୋକୁ ଭାଇରାଲ କରୁଛନ୍ତି। ସେଥିପାଇଁ ମନ୍ଦିର ଅସୁରକ୍ଷିତ ହେଉଛି। ବର୍ତ୍ତମାନ ଶୁଣିବାକୁ ମିଳୁଛି ମନ୍ଦିର ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି। ସ୍ୱାଗତ କରୁଛୁ ସେଇ ତାଙ୍କର ନିୟମକୁ, ଯେ ସେବାୟତ ମଧ୍ୟ ଭିତରକୁ ଆଉ ମୋବାଇଲ ନେଇପାରିବେ ନାହିଁ। ତ ନିଶ୍ଚିତ ରୂପରେ ତାକୁ ଠିକ ହିସାବରେ ତଦାରଖ କରିବାର ଦରକାର ରହିଛି। ଯଦି ଭକ୍ତ ବାହାରେ ମୋବାଇଲ ରଖିକି ଯାଉଛି ତାହେଲେ ସେବାୟତ ମଧ୍ୟ ବାହାରେ ହିଁ ମୋବାଇଲ ରଖିକି ଯିବା କଥା। ତା ଉପରେ ଯଦି ପ୍ରଶାସନ ଏ ପ୍ରକାର ନିୟମ ଆଣିଛି ଆମେ ତାକୁ ସ୍ୱାଗତ ଜଣାଉଛୁ। ଆଣିବା କଥା, ଆଣିବା ଜରୁରୀ ଥିଲା ଏବଂ ତାକୁ କିନ୍ତୁ ଠିକ ହିସାବରେ ପାଳନ କରିବାକୁ ପଡ଼ିବ। ଆଉ ରହିଲା କଥା, ଆପଣଙ୍କ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ସରକାରକୁ ଗୋଟେ ନିବେଦନ ମଧ୍ୟ ରହିବ। ପୁରୀ ସହରକୁ ନିଶାମୁକ୍ତ ଏବଂ ଆମିଷ ମୁକ୍ତ, ପୁରୀ ସହର ଯେହେତୁ ଶ୍ରୀକ୍ଷେତ୍ର ଧାମ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଧାମରେ ଆପଣଙ୍କୁ ମୋର ନିବେଦନ ରହିବ ରାଷ୍ଟ୍ର ହିନ୍ଦୁ ପରିଷଦ ତରଫରୁ ଯଥାଶୀଘ୍ର ପୁରୀ ସହରକୁ ଆମିଷ ନିଷେଧ କରାଯାଉ ଏବଂ ନିଶା ମଧ୍ୟ ନିଷେଧ କରାଯାଉ। ଆଉ ଏଇ ଦାବି ଆମେ ବିଭିନ୍ନ ଥର ବହୁତ ଆଗରୁ ଦାବି ଜଣାଇ ଆସୁଛୁ। ରାଜ୍ୟ ସରକାରକୁ ଏହା ଉପରେ ଧ୍ୟାନ ଦେବାର ଦରକାର ରହିଛି, ଆବଶ୍ୟକତା ରହିଛି।